नमस्कार बंधु माने आपण मानक स्वागत आमर यही चैनल उड़िया शास्त्र को बंधु माने आपण मानकर जदि मिथुन राशि होता है तेबे आजिर एही भिडियोटी आपणक पई विशेष खास हेबा पई जाउ अछि। आजिर एही भिडियो रे आपण माने जानिबे जे 23, 24, 25 जून 2026 जहाँकि मंगलवार, बुधवार और गुरुवार एही तीन दिन मिथुन राशि व्यक्ति विशेष मानक पई किपरि कटिबो। ଏହି 3 ଦିନ ମଧ୍ୟରୁ କେଉଁ ଦିନ ଆପଣଙ୍କ ପାଇଁ ସବୁଠାରୁ ଅଧିକ ଶୁଭ ଓ ଲାଭଦାୟକ ରହିବ, କେଉଁ ଦିନ ଆପଣଙ୍କୁ ଅଳ୍ପ ସତର୍କତା ଅବଲମ୍ବନ କରିବା ପାଇଁ ପଡ଼ିବ ଏବଂ କେଉଁ ଭୁଲ କିମ୍ବା ସ୍ୱଭାବଗତ ଅଭ୍ୟାସ ଆପଣଙ୍କୁ ବାରମ୍ବାର ଦୁଃଖ ଓ ନିରାଶର ସମ୍ମୁଖୀନ କରାଉଛି, ଏହି ସବୁ ବିଷୟରେ ଆପଣ ବିସ୍ତାର ରୂପରେ ଆଜିର ଏହି ଭିଡ଼ିଓରେ ଜାଣିବେ। ଏହା ସହିତ ଏହି 3 ଦିନ ମଧ୍ୟରେ ଆପଣଙ୍କ ଜୀବନରେ କ'ଣ ସବୁ 3ଟି ବଡ଼ ଖୁସିର ଖବର ଆସିବ ତାହା ମଧ୍ୟ ଜାଣିବେ। ଆଉ ଏହି ଖୁସିର ଖବର ଯାହାକି ଆପଣଙ୍କର ଭାଗ୍ୟର ଦିଗ ବଦଳାଇ ଦେବ ତାହା ସମ୍ପର୍କରେ ମଧ୍ୟ ଜାଣିବେ। ତେଣୁ ଏହି ଭିଡ଼ିଓଟିକୁ ଆପଣ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ, କାରଣ ଶେଷରେ ଆପଣଙ୍କ ପାଇଁ ରହିଛି ଏକ ବିଶେଷ ଉପାୟ ଯାହା ଆପଣ କରିବା ଦ୍ୱାରା ଆଗାମୀ ଦିନଗୁଡ଼ିକ ଆପଣଙ୍କ ପାଇଁ ଅଧିକ ସକାରାତ୍ମକ ଏବଂ ଶୁଭ ରହିବ। ତେବେ ସେହି ସବୁ ବିଷୟରେ ଜାଣିବା ପୂର୍ବରୁ ଆପଣ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ, ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ତେବେ ବନ୍ଧୁମାନେ ଆସନ୍ତୁ ଜାଣିବା ଏହି 3 ଦିନ କିପରି ଆପଣଙ୍କ ପାଇଁ ରହୁଅଛି। ତା ପୂର୍ବରୁ ଜାଣନ୍ତୁ ଯେ ଆପଣଙ୍କର କେଉଁ ସ୍ୱଭାବ ଗୁଡ଼ିକ ପାଇଁ ଆପଣ ସବୁବେଳେ ଦୁଃଖ ପାଉଛନ୍ତି। ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ ଦେଖିବାକୁ ଆପଣମାନେ ଯେତେ ହସ ମିଜାଜରେ ଅଟନ୍ତି ସେତେ ସ୍ୱଭାବ ଆପଣଙ୍କର ଚଞ୍ଚଳ ମଧ୍ୟ ହୋଇଥାଏ। ଆପଣମାନଙ୍କ ମନ ଭିତରେ ସତେ ଗଭୀର ଭାବନା ଲୁଚି ରହିଥାଏ ଏପରି ଅନୁଭବ ହୁଏ। ଆପଣମାନେ ନିଜର ଦୁଃଖକୁ ସହଜରେ କାହାକୁ କହିନଥାନ୍ତି, କିନ୍ତୁ ମନ ଭିତରେ ଅନେକ କଥା ଚାପି ରଖିଥାନ୍ତି। ଅନେକ ସମୟରେ ନିଜର କିଛି ସ୍ୱଭାବଗତ ଅଭ୍ୟାସ ହିଁ ଆପଣମାନଙ୍କ ଜୀବନରେ ଦୁଃଖ ଓ ନିରାଶର କାରଣ ବନିଥାଏ। ସବୁଠାରୁ ବଡ଼ କାରଣ ହେଉଛି ଅତ୍ୟଧିକ ବିଶ୍ୱାସ କରିବାର ସ୍ୱଭାବ ଆପଣଙ୍କର। ଯଦି ଆପଣମାନେ କାହାକୁ ଥରେ ନିଜର ବୋଲି ଭାବି ନେଉଛନ୍ତି ତେବେ ତାଙ୍କ ଉପରେ ଆପଣ ନିଜର ଆଖି ବନ୍ଦ କରି ବିଶ୍ୱାସ କରି ନେଉଛନ୍ତି। ସେମାନେ ସମ୍ପର୍କକୁ ହୃଦୟରୁ ନିଭାଇବାକୁ ଚାହୁଁନାହାନ୍ତି, କିନ୍ତୁ ଆପଣ ସେମାନଙ୍କ ପାଇଁ ନିଜର ସମୟ, ପରିଶ୍ରମ, ଭାବନା ଏବଂ କେବେ ବି ପଛ ଘୁଞ୍ଚା ଦେଖାଉନାହାନ୍ତି। କିନ୍ତୁ ଯେତେବେଳେ ସେହି ଲୋକମାନେ ବିଶ୍ୱାସ ଭାଙ୍ଗି ଦିଅନ୍ତି ସେତେବେଳେ ଆପଣ ଭିତରୁ ବହୁତ ଆଘାତ ପାଇଥାନ୍ତି। ଦ୍ୱିତୀୟ କାରଣଟି ହେଉଛି ସମସ୍ତଙ୍କୁ ଆପଣ ଖୁସି ରଖିବାର ଅଭ୍ୟାସ। ତ ଆପଣ ଚାହାନ୍ତି ଯେ କାହାର ମନକୁ କେବେ ବି ଦୁଃଖ ନ ପହଞ୍ଚୁ, ସେଥିପାଇଁ ଅନେକ ସମୟରେ ଆପଣ ନିଜର ଇଚ୍ଛା, ନିଜର ଖୁସି ଓ ନିଜର ଆବଶ୍ୟକତାକୁ ପଛରେ ରଖି ଅନ୍ୟମାନଙ୍କୁ ପ୍ରାଥମିକତା ଦେଇଥାନ୍ତି। କିନ୍ତୁ ଯେତେବେଳେ ସେମାନଙ୍କ ଏହି ତ୍ୟାଗର ମୂଲ୍ୟ କେହି ବୁଝନ୍ତି ନାହିଁ ତ ସେତେବେଳେ ଆପଣମାନଙ୍କ ମନରେ ଏକ ଗଭୀର କଷ୍ଟ ବା ଗଭୀର ଚିନ୍ତା ସୃଷ୍ଟି ହୋଇଥାଏ। ତୃତୀୟ କାରଣଟି ହେଉଛି ପୁରୁଣା କଥାକୁ ଭୁଲି ନ ପାରିବା। ତ ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ ବାହାରୁ ଯେତେ ସାଧାରଣ ଦେଖାଯାଉଥାନ୍ତି, କିନ୍ତୁ ମନ ଭିତରେ ପୁରୁଣା ଘଟଣା ଓ ପୁରୁଣା ଦୁଃଖକୁ ଦୀର୍ଘ ସମୟ ଧରି ସାଇତି ରଖିଥାନ୍ତି। କାହାର କଠୋର କଥା, ବିଶ୍ୱାସଘାତ କିମ୍ବା ଅପମାନକୁ ସହଜରେ ଭୁଲି ପାରନ୍ତି ନାହିଁ। ଫଳରେ ସେହି ସ୍ମୃତି ଗୁଡ଼ିକୁ ବାରମ୍ବାର ମନରେ ପକାଇ ଆପଣ ଅଶାନ୍ତି ସୃଷ୍ଟି କରିଥାନ୍ତି ଏବଂ ନିଜେ ଅଶାନ୍ତି ମଧ୍ୟରେ ରହିଥାନ୍ତି ଏବଂ ନିଜର ଖୁସିର ମୁହୂର୍ତ୍ତ ଗୁଡ଼ିକ ଆପଣଙ୍କର ଦୁଃଖର ଛାୟାରେ ଘେରି ରହିଥାଏ। ତ ଆପଣ ଏହିସବୁ କାରଣ ଗୁଡ଼ିକ ପାଇଁ ସବୁବେଳେ ସମସ୍ୟାରେ ପଡ଼ି ରହୁଛନ୍ତି। କ'ଣ ମୁଁ ଠିକ୍ କହିଲି କି ଭୁଲ ତାହା ଆପଣ ନିଶ୍ଚୟ ରୂପରେ କମେଣ୍ଟରେ ଜଣାନ୍ତୁ। ଯଦି ଠିକ୍ ଲାଗୁଛି ମୋର ଏହି କଥା ଗୁଡ଼ିକ ତାହେଲେ ହଁ ବୋଲି ନିଶ୍ଚୟ ଲେଖନ୍ତୁ। ଯଦି ଭୁଲ ଲାଗୁଛି ତାହେଲେ ଆପଣ ନିଜର ମତାମତ ଜଣାନ୍ତୁ। ତେବେ ଚାଲନ୍ତୁ ସର୍ବପ୍ରଥମେ ଜାଣିବା 23 ଜୁନ 2026 ମଙ୍ଗଳବାର ଦିନଟି ଆପଣଙ୍କ ପାଇଁ କିପରି ରହୁଛି। ଏହି ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରୁଅଛି। ଦିନର ଆରମ୍ଭରେ କିଛି ଛୋଟ ଛୋଟ ବାଧା କିମ୍ବା ଅପ୍ରତ୍ୟାଶିତ ପରିସ୍ଥିତି ଆପଣଙ୍କର ସାମ୍ନାକୁ ଆସିବ। ଯେଉଁ କାମକୁ ଆପଣ ସହଜରେ ସମାପ୍ତ କରିବେ ବୋଲି ଭାବୁଥିଲେ ସେଥିରେ ଅଳ୍ପ ବିଳମ୍ବ ଆପଣଙ୍କର ଦେଖାଦେବ।
ଏହାକୁ ନେଇ ଚିନ୍ତା କରିବାର କୌଣସି ବି ଆବଶ୍ୟକତା ନାହିଁ, କାରଣ ଧୈର୍ଯ୍ୟ ଓ ବୁଦ୍ଧିମତ୍ତା ସହିତ କାମ କଲେ ଦିନର ଶେଷ ସୁଦ୍ଧା ଅନେକ ସମସ୍ୟା ଆପଣଙ୍କର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କଥା କିମ୍ବା ମତାମତକୁ କେହି ଭୁଲ ଭାବରେ ବୁଝିପାରନ୍ତି। ତେଣୁ ଆଜି ଆପଣ ନିଜ କଥାକୁ ସ୍ପଷ୍ଟ ଓ ଶାନ୍ତ ଭାବରେ ପ୍ରକାଶ କରିବା ବହୁତ ଜରୁରୀ ଅଟେ। ଚାକିରି କରୁଥିବା ବ୍ୟକ୍ତିମାନେ ଅଫିସରେ ଉପରିସ୍ଥ ଅଧିକାରୀଙ୍କ ସହିତ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ। ବ୍ୟବସାୟୀମାନେ କୌଣସି ନୂଆ ଚୁକ୍ତି କିମ୍ବା ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଦିଗକୁ ଭଲ ଭାବରେ ଯାଞ୍ଚ କରିନିଅନ୍ତୁ। ଆର୍ଥିକ କ୍ଷେତ୍ରରେ ଏହି ଦିନଟି ଆପଣଙ୍କୁ ବିଶେଷ ସତର୍କତାରେ ରହିବା ପାଇଁ ପଡ଼ିବ। କାହାର କଥାରେ ପଡ଼ି ଟଙ୍କା ନିବେଶ କରନ୍ତୁ ନାହିଁ ଏବଂ କାହାକୁ ବଡ଼ ଆକାରର ଟଙ୍କା ଧାର ଦେବା ପୂର୍ବରୁ ଦୁଇଥର ଭାବନ୍ତୁ। ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ଆପଣଙ୍କର ବଢ଼ିପାରେ, ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଭଲ ହେବ। ପାରିବାରିକ ଜୀବନ କୌଣସି ଛୋଟ କଥାକୁ ନେଇ ମତଭେଦ ଦେଖାଦେଇପାରେ, କିନ୍ତୁ ଆପଣଙ୍କର ଶାନ୍ତ ସ୍ୱଭାବ ଓ ବୁଝାପଣ ଦ୍ୱାରା ପରିସ୍ଥିତି ଶୀଘ୍ର ସାଧାରଣ ହୋଇଯିବ। ଯଦି ଆପଣ ରାଗ ଉପରେ ନିୟନ୍ତ୍ରଣ ରଖିପାରିବେ, ତେବେ ଅନେକ ବଡ଼ ସମସ୍ୟାକୁ ଆପଣ ସହଜରେ ଏଡ଼ାଇ ଦେଇପାରିବେ। ହେଲେ ବିଶେଷ ସତର୍କତା ଆପଣଙ୍କ ପାଇଁ ରହିଛି। କାହାର କଥା ଶୁଣି ଆପଣ ତରତରରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ରାଗ, ଅହଙ୍କାର ଏବଂ ଅଧୈର୍ଯ୍ୟ ଆପଣଙ୍କର ସବୁଠାରୁ ବଡ଼ ଶତ୍ରୁ ହେବ। ଶାନ୍ତ ମନରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ତେବେ 24 ଜୁନ୍ 2026 ବୁଧବାର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ, ସକାରାତ୍ମକ ଏବଂ ସଫଳତାପୂର୍ଣ୍ଣ ଦିନ ରହିବ। ବାସ୍ତବରେ ଏହି 3 ଦିନ ମଧ୍ୟରୁ ଏହି ଦିନଟି ସବୁଠାରୁ ଅଧିକ ଲାଭଦାୟକ ଓ ଭାଗ୍ୟଶାଳୀ ଦିନ ସାବ୍ୟସ୍ତ ହେବ। ଆପଣଙ୍କ ରାଶିର ଅଧିପତି ଯିଏକି ବୁଧ, ସେ ତାଙ୍କର ଶୁଭ ପ୍ରଭାବ କାରଣରୁ ଆପଣଙ୍କର ବୁଦ୍ଧି, ଚିନ୍ତାଧାରା ଏବଂ ଆପଣଙ୍କର କଥାବାର୍ତ୍ତା ଏବଂ ନିଷ୍ପତ୍ତି ନେବାର କ୍ଷମତା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ଦୀର୍ଘ ଦିନ ଧରି ଯେଉଁ କାର୍ଯ୍ୟ ଅଟକି ରହିଥିଲା କିମ୍ବା ବାରମ୍ବାର ଆପଣଙ୍କର ବିଳମ୍ବ ହେଉଥିଲା, ସେହି କାର୍ଯ୍ୟରେ ଆପଣଙ୍କର ଗତି ଆସିବ। ଅନେକ ଦିନର ଅପେକ୍ଷା ଆପଣଙ୍କର ଏକ ଭଲ ଖବର ଶୁଣିବା ଦ୍ୱାରା ଆପଣଙ୍କର ମନ ଖୁସିରେ ଭରିଯିବ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସା ପାଇପାରନ୍ତି, ଯେଉଁଠାରେ ବ୍ୟବସାୟୀମାନେ ନୂଆ ଲାଭର ସୁଯୋଗ ପାଇବେ। ଶିକ୍ଷାର୍ଥୀମାନଙ୍କ ପାଇଁ ମଧ୍ୟ ଏହି ଦିନଟି ଅନୁକୂଳ ରହିବ ଏବଂ ପରିଶ୍ରମର ଭଲ ଫଳ ମିଳିବ। ଏହି ଦିନ ଆପଣଙ୍କ ଜୀବନରେ ଏମିତି ଜଣେ ବ୍ୟକ୍ତିଙ୍କର ସହଯୋଗ ଆପଣ ପାଇବେ, ଯାହାଙ୍କର ପରାମର୍ଶ କିମ୍ବା ସାହାଯ୍ୟ ଆପଣଙ୍କର ଅଟକିଥିବା କାମକୁ ସଫଳତାର ଦିଗରେ ନେଇଯିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ ଏବଂ ଲୋକମାନେ ଆପଣଙ୍କର କଥାକୁ ଗୁରୁତ୍ୱ ଦେବେ। ଆର୍ଥିକ ଦୃଷ୍ଟିରୁ ମଧ୍ୟ ଏହି ଦିନଟି ଶୁଭ ରହୁଅଛି। ଅଟକିଥିବା ଧନ ପ୍ରାପ୍ତି ଆପଣଙ୍କର ହେବ, ନୂଆ ଆୟର ସୁଯୋଗ ଆପଣଙ୍କୁ ମିଳିବ ଏବଂ ଅପ୍ରତ୍ୟାଶିତ ଧନ ଲାଭ ମିଳିବ। ପରିବାରରେ ଖୁସିର ପରିବେଶ ରହିବ ଏବଂ ପ୍ରିୟଜନଙ୍କ ସହିତ ସମୟ କାଟିବାର ସୁଯୋଗ ଆପଣଙ୍କୁ ମିଳିପାରିବ। ତ 25 ଜୁନ୍ 2026 ଗୁରୁବାର ଦିନଟି ଆପଣଙ୍କ ପାଇଁ ସାଧାରଣତଃ ଶୁଭ ଏବଂ ସକାରାତ୍ମକ ରହିବ। ଏହି ଦିନ ଭାଗ୍ୟ ଆପଣଙ୍କ ସାଥ ଦେବ ଏବଂ କିନ୍ତୁ କିଛି ବିଷୟରେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବା ବହୁତ ଜରୁରୀ ଅଟେ। ଯଦି ଆପଣ ବୁଦ୍ଧିମତ୍ତା ଓ ଧୈର୍ଯ୍ୟର ସହିତ ଆଗକୁ ବଢ଼ିବେ, ତେବେ ଦିନଟି ଆପଣଙ୍କ ପାଇଁ ଲାଭଦାୟକ ଏବଂ ସନ୍ତୋଷଜନକ ସାବ୍ୟସ୍ତ ହେବ। ଦୀର୍ଘ ଦିନ ଧରି ଆପଣଙ୍କୁ ଚିନ୍ତିତ କରୁଥିବା କୌଣସି ପୁରୁଣା ସମସ୍ୟା କିମ୍ବା ବିବାଦର ସମାଧାନ ଆପଣଙ୍କୁ ଏହି ଦିନ ମିଳିବ। ଯେଉଁ କଥାକୁ ନେଇ ଆପଣ ବାରମ୍ବାର ମାନସିକ ଚାପ ଅନୁଭବ କରୁଥିଲେ, ସେଥିରେ ଆଶାର ନୂଆ କିରଣ ଦେଖିବାକୁ ଆପଣଙ୍କୁ ମିଳିବ। ଏହା ଆପଣଙ୍କ ମନକୁ ହାଲୁକା କରିବ ଏବଂ ଆତ୍ମବିଶ୍ୱାସକୁ ବଢ଼ାଇବ। ପାରିବାରିକ ଜୀବନରେ ଖୁସି ଓ ଶାନ୍ତିର ପରିବେଶ ରହିବ। ପରିବାରର ସଦସ୍ୟଙ୍କ ସହିତ ସମ୍ପର୍କ ଆହୁରି ମଜବୁତ ହେବ। କୌଣସି ଶୁଭ ସମ୍ବାଦ କିମ୍ବା ପରିବାରରେ ଛୋଟ ଖୁସିର ମୁହୂର୍ତ୍ତ ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିବ। ଯଦି ଦୀର୍ଘ ଦିନ ଧରି କାହା ସହିତ ମନମାଳିନ୍ୟ ରହିଥିଲା, ତେବେ ତାହା ଦୂର ହେବାର ସମ୍ଭାବନା ମଧ୍ୟ ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଏହି ଦିନଟି ନୂଆ ଯୋଜନା ଏବଂ ଭବିଷ୍ୟତ ପାଇଁ ନୂଆ ଲକ୍ଷ୍ୟ ସ୍ଥିର କରିବାର ଦିନ ହେବ। ଯଦି ଆପଣଙ୍କର କୌଣସି ନୂଆ ପ୍ରୋଜେକ୍ଟ, ବ୍ୟବସାୟ କିମ୍ବା କାର୍ଯ୍ୟ ଆରମ୍ଭ କରିବାର ଚିନ୍ତା କରୁଛନ୍ତି, ତେବେ ଆଜି ଏହି ଦିନରେ ଆପଣ ତାହାର ଯୋଜନା ପ୍ରସ୍ତୁତ କରିବା ପାଇଁ ଅନୁକୂଳ ସମୟ ପାଇପାରିବେ ବା ଏହି ଦିନଟି ଏହିସବୁ କାର୍ଯ୍ୟ ପାଇଁ ଅନୁକୂଳ ରହିଅଛି।
ହେଲେ ମନେ ରଖନ୍ତୁ, ନିଷ୍ପତ୍ତି ନେବା ସମୟରେ କେବଳ ଅନ୍ୟମାନଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ ନାହିଁ। ଆପଣ ନିଜର ବୁଦ୍ଧି ଓ ବିଚାର ଶକ୍ତିକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ। ସ୍ୱାସ୍ଥ୍ୟ ଦିଗରୁ ଦେଖିଲେ ଏହି ଦିନଟି ଅଧିକ କାମର ଚାପ କିମ୍ବା ମାନସିକ ବ୍ୟସ୍ତତା କାରଣରୁ କ୍ଳାନ୍ତି ଅନୁଭବ କରିବେ। ପର୍ଯ୍ୟାପ୍ତ ବିଶ୍ରାମ ନ ନେଲେ ଶରୀରରେ ଆଳସ୍ୟ ଓ ଦୁର୍ବଳତା ଦେଖାଦେବ। ତେଣୁ ଖାଦ୍ୟ ପାନୀୟ ଓ ବିଶ୍ରାମ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ହେଲେ ଏହି ଦିନ ଆପଣଙ୍କୁ 3ଟି ବଡ଼ ଖୁସିର ଖବର ମଧ୍ୟ ମିଳିବା ପାଇଁ ଯାଉଛି ଏହି 3 ଦିନ ମଧ୍ୟରେ। ତ ପ୍ରଥମ ଖୁସିର ଖବରଟି ହେଉଛି, ଦୀର୍ଘ ଦିନ ଧରି ଯେଉଁ କାମ, ଯୋଜନା କିମ୍ବା ଇଚ୍ଛା ଆପଣଙ୍କର ଅଟକି ରହିଥିଲା ସେଥିରେ ଆପଣଙ୍କର ସଫଳତାର ଦ୍ୱାର ଖୋଲିବ। ଆପଣ ଯେଉଁ କାମ ପାଇଁ ବାରମ୍ବାର ପ୍ରୟାସ କରୁଥିଲେ କିନ୍ତୁ ସେଥିରେ ଫଳ ପାଉନଥିଲେ, ସେହି କାମ ହଠାତ୍ରେ ଆପଣଙ୍କର ସେହି କାମରେ ଗତି ଆସିବ। ଚାକିରି, ବ୍ୟବସାୟ, ଶିକ୍ଷା କିମ୍ବା ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣ ଆଶାଠାରୁ ଭଲ ଫଳ ପାଇବେ। ଏହି ଖବର ଆପଣଙ୍କର ଆତ୍ମବିଶ୍ୱାସକୁ ଅନେକ ଗୁଣା ବଢ଼ାଇ ଦେବ। ଦ୍ୱିତୀୟ ଖୁସିର ଖବରଟି ହେଉଛି, ଆର୍ଥିକ କ୍ଷେତ୍ରରେ ଏକ ଭଲ ପରିବର୍ତ୍ତନ ଆପଣଙ୍କର ଦେଖାଯିବାର ସଂକେତ ରହିଛି। ଅନେକ ଦିନ ଧରି ଅଟକିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ମଧ୍ୟ ରହିଛି। ଏହା ସହିତ ଆପଣଙ୍କ ଆୟର ଏକ ନୂତନ ମାର୍ଗ ମଧ୍ୟ ଖୋଲିବ। କୌଣସି ପୁରୁଣା ଟଙ୍କା ସମାଧାନ, ଆପଣଙ୍କର ଯାହା ହୋଇପାରୁନଥିଲା ବା ଆପଣ ଯାହାକୁ ପୁରୁଣା ଟଙ୍କା ବହୁତ ଦିନ ହେଲାଣି ଆଣିଥିଲେ କିନ୍ତୁ ତାହା ଆପଣଙ୍କର ମନେ ନଥିଲା, ଯେଉଁଥି କାରଣରୁ ସମସ୍ୟା ହୋଇଥିଲା, ତ ସେହି ସବୁ ସମସ୍ୟାର ସମାଧାନ ଆପଣଙ୍କର ହେବ ଏବଂ ଆପଣଙ୍କୁ କିଛି ସୁଯୋଗ ହଠାତ୍ କରି ମିଳିପାରେ ଯାହା ଆପଣଙ୍କର ଆର୍ଥିକ ସ୍ଥିତିକୁ ପୂର୍ବ ଅପେକ୍ଷା ଅଧିକ ମଜବୁତ କରିଦେବ। ତୃତୀୟ ଖୁସିର ଖବରଟି ହେଉଛି, ଯଦି ଆପଣଙ୍କର ପରିବାରରେ ଅଶାନ୍ତି ଖେଳି ରହିଥିଲା ତାହେଲେ ଆପଣଙ୍କର ପାରିବାରିକ ସମ୍ପର୍କ ମଜବୁତ ହେବ। ପରିବାର କିମ୍ବା ପ୍ରିୟ ବ୍ୟକ୍ତିଙ୍କ ପକ୍ଷରୁ ଏକ ଖୁସିର ଖବର ଆସିପାରେ ଯାହା ଆପଣଙ୍କ ହୃଦୟକୁ ଖୁସି କରିଦେବ। ପରିବାରରେ କୌଣସି ଶୁଭ କାର୍ଯ୍ୟର ଯୋଜନା, କୌଣସି ସଦସ୍ୟଙ୍କ ସଫଳତା କିମ୍ବା ପ୍ରିୟଜନଙ୍କ ସହିତ ସମ୍ପର୍କରେ ଆପଣଙ୍କର ମଧୁରତା ବଢ଼ିବ। ଏହି 3 ଦିନ ମଧ୍ୟରେ ଆପଣ ବୁଧବାର ଦିନ ଭଗବାନ ଶ୍ରୀ ଗଣେଶଙ୍କୁ ଦୁବ ଘାସ ଅର୍ପଣ କରନ୍ତୁ ଏବଂ ଓଁ ଗଂ ଗଣପତୟେ ନମଃ ମନ୍ତ୍ର 21 ଥର ଜପ କରନ୍ତୁ। ପ୍ରତିଦିନ ସକାଳେ ପକ୍ଷୀମାନଙ୍କୁ ଚାଉଳ କିମ୍ବା ଦାନା ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କର ବୁଧ ଗ୍ରହ ଶକ୍ତିଶାଳୀ ହେବେ ଏବଂ ଧନ ଓ ଭାଗ୍ୟରେ ଉନ୍ନତି ଦେଖାଦେବ। ସବୁଜ ରଙ୍ଗର ରୁମାଲ କିମ୍ବା କୌଣସି ସବୁଜ ବସ୍ତୁ ନିଜ ପାଖରେ ରଖନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ବୋଲି ମାନାଯାଏ। ତେବେ ଏହି 3ଟି ଉପାୟ ଅବଶ୍ୟ ରୂପରେ ଆପଣ ଏହି 3 ଦିନରେ କରନ୍ତୁ। ତ ବନ୍ଧୁମାନେ, ଏହା ଥିଲା ଆପଣଙ୍କର ଜୀବନଶୈଳୀ ସମ୍ପର୍କରେ କିଛି ତଥ୍ୟ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ନିଅନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ନିଶ୍ଚୟ ପ୍ରେସ୍ କରିଦିଅନ୍ତୁ। ଆଉ ତଳେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ନିଶ୍ଚୟ ରୂପରେ ଲେଖନ୍ତୁ। ଏହା ସହିତ ଆପଣଙ୍କର ମିଥୁନ ରାଶି କି ନୁହେଁ ଏବଂ ମୁଁ କହିଥିବା କଥା ଗୁଡ଼ିକ ଆପଣଙ୍କୁ ସତ୍ୟ ଲାଗୁଛି କି ନାହିଁ ତାହା ନିଶ୍ଚୟ ଜଣାନ୍ତୁ। ଯଦି ସତ୍ୟ ଲାଗୁଛି ତାହେଲେ ହଁ ବୋଲି ନିଶ୍ଚୟ ଲେଖନ୍ତୁ। ଯଦି ଆପଣଙ୍କୁ ମିଥ୍ୟା ଲାଗୁଛି କିମ୍ବା ଆପଣଙ୍କ ମନରେ ଆଉ କୌଣସି ପ୍ରଶ୍ନ ରହିଛି ତାହେଲେ ଆପଣ ନିଶ୍ଚୟ ରୂପରେ କମେଣ୍ଟ ବକ୍ସରେ ଆମକୁ ଆପଣଙ୍କର ମତାମତ ଜଣାନ୍ତୁ। ଧନ୍ୟବାଦ।